नमस्कार जय जगन्नाथ वेलकम टू माय यूट्यूब चैनल टॉकनर ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ପବିତ୍ର ସରସ୍ୱତୀ ଦିବସରେ ଆପଣମାନଙ୍କୁ ଅନେକ ଅନେକ शुभेच्छा शुभकामना। ମାତା ସରସ୍ୱତୀ ଆପଣଙ୍କୁ ସୁଜ୍ଞାନ ଦିଅନ୍ତୁ ଓ ଆପଣ ବାଣୀକୁ ଶୁଦ୍ଧ ରଖନ୍ତୁ। ତେବେ ଚାଲନ୍ତୁ ଆଜି ଭିଡ଼ିଓଟି ଆରମ୍ଭ କରିବା। ଆପଣ ଥମ୍ବନେଲ୍ ତ ପଢ଼ିପାରିଥିବେ। ଆଜିର ଭିଡ଼ିଓଟି ହେଉଛି ଜ୍ଞାନ ବିଷୟରେ। ଯେ କେଉଁ ଜ୍ଞାନ କଥା ମୁଁ କହୁଛି, ଜ୍ଞାନ ହେଉଛି ସୁଜ୍ଞାନ କଥା ମୁଁ କହୁଛି। ଏଠି ଜ୍ଞାନ କୌଣସି ବଂଶରୁ ମିଳିନଥାଏ, ଜ୍ଞାନ କୌଣସି କାର ଅଧିକାରୀ ହୋଇନଥାଏ। ଜ୍ଞାନ ସର୍ବତ୍ର, ଜ୍ଞାନ ହେଉଛି ସର୍ବତ୍ର ଆଡ଼େ ମାନେ ପ୍ରକାଶିତ ହୋଇଥାଏ, ସର୍ବତ୍ର ଜାଗାରେ ଥାଏ। ତେଣୁ ପ୍ରକୃତ ଜ୍ଞାନର ଅଧିକାରୀ ହେବା ପାଇଁ ଆମକୁ କ'ଣ କରିବା ଦରକାର? ପ୍ରକୃତ ଜ୍ଞାନ ଅଧିକାରୀ ସେଇମାନେ ହୋଇପାରନ୍ତି ଯେଉଁମାନେ ପୁସ୍ତକକୁ ଛାଡ଼ିକିରି ବାକି ଅନ୍ୟ ଜିନିଷକୁ ଆହରଣ କରନ୍ତି। ପୁସ୍ତକ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ମାଧ୍ୟମ, ନିର୍ଦ୍ଦିଷ୍ଟ ଗତି ଦେଖାଇଥାଏ, କିନ୍ତୁ ଜ୍ଞାନ ଆପଣଙ୍କର ସର୍ବତ୍ର ମିଳିଥାଏ। ପ୍ରତ୍ୟେକଟି ଘରେ, ପ୍ରତ୍ୟେକଟି ଜାଗାରେ, ଲୋକଙ୍କ ସୁଖ ଆଉ ଦୁଃଖ ଜୀବନରେ ପ୍ରତ୍ୟେକ ଜାଗାରେ ଆପଣଙ୍କୁ ଜ୍ଞାନ ମିଳିଥାଏ। ତେବେ ସେହି ଜ୍ଞାନକୁ ଆହରଣ କରିବା ଚେଷ୍ଟା କରନ୍ତୁ, ସେହି ଜ୍ଞାନକୁ ଦେଖିବାକୁ ଚେଷ୍ଟା କରନ୍ତୁ। କହନ୍ତି ନା, ଗୋଟେ ଦୃଷ୍ଟିଭଙ୍ଗୀ ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କେଉଁ ଦୃଷ୍ଟିରେ ସମାଜକୁ ଦେଖୁଛନ୍ତି। ଆପଣ ଯେଉଁ ରଙ୍ଗର ଚଷମା ପିନ୍ଧିବେ ଦୁନିଆ ଆପଣ ସେହି ରଙ୍ଗର ଦେଖାଯିବ। ତେଣୁକରି ଆପଣ ଦୃଷ୍ଟିଭଙ୍ଗୀକୁ ଟିକେ ଉନ୍ନତ କରନ୍ତୁ, ଦୃଷ୍ଟିଭଙ୍ଗୀ ବଦଳନ୍ତୁ। କେବଳ ପୁସ୍ତକ ଭିତରେ ନିଜକୁ ସୀମିତ ନ ରଖି ସଂସାରକୁ ଟିକେ ଦେଖନ୍ତୁ, ସଂସାରକୁ ଅବଜର୍ଭ କରନ୍ତୁ, ସଂସାରର ପ୍ରତ୍ୟେକ ଜିନିଷକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଆଉ ପ୍ରତ୍ୟେକ ଜିନିଷର ଗୋଟେ ଗୋଟେ ପର୍ସପେକ୍ଟିଭ୍ ଦେଖନ୍ତୁ, ଗୋଟେ ପଏଣ୍ଟ ଅଫ୍ ଭ୍ୟୁ ଦେଖନ୍ତୁ, ଯାହାଫଳରେ ଆପଣଙ୍କୁ ଭଲ ଜ୍ଞାନ ମିଳିବ। ଆଉ ସେଇ ଜ୍ଞାନ ହିଁ ଆପଣଙ୍କ ଜୀବନରେ କାମରେ ଆସିବ। ଗୋଟେ ତ ମନେ ରଖନ୍ତୁ, ପୁସ୍ତକ ପଢ଼ୁଥିବା ବ୍ୟକ୍ତିମାନେ କେବଳ ନିଜର ଜୀବିକା ପାଇଁ ହିଁ ନିଜ ଜ୍ଞାନ ଉପଯୋଗ କରିପାରନ୍ତି, କିନ୍ତୁ ଯିଏ ସଂସାରରୁ ଆଉ ଆଧ୍ୟାତ୍ମିକ ଜ୍ଞାନ ଯିଏ ପାଇପାରିଛି ସେ ସମାଜର ମଙ୍ଗଳ କରିଛି। ତେଣୁକରି ଯଦି ଆପଣ ସମାଜର ମଙ୍ଗଳ କରିବା ଚାହୁଁଛନ୍ତି କିମ୍ବା ସମାଜରେ ରତ ହେବାକୁ ଚାହୁଁଛନ୍ତି, ତେବେ ସାଂସାରିକ ଆଧ୍ୟାତ୍ମିକ ଜ୍ଞାନ ରହିବା ନିହାତି ଦରକାର। ତ ଏଇଟା ରଖିବା ଦରକାର। କିନ୍ତୁ କେତେ ଲୋକ ଏହା ବି କହିବେ ଯେ ଆମେ କାହିଁକି ସଂସାର ମଙ୍ଗଳ ପାଇଁ ଚାହିଁବୁ, ଆମେ ଆମର ଜୀବନ ବଞ୍ଚିଲେ ମାନେ ବହୁତ ଭଲ, ଆମେ ଆମ ଖୁସିରେ ରହିବୁ, ତ ଆମେ କାହିଁକି ସଂସାର ବିଷୟରେ ଭାବିବୁ ବୋଲି ଲୋକମାନେ ବିଚାର କରନ୍ତି। କିନ୍ତୁ ତମେ ହେଉଛ ଗୋଟେ ସାମାଜିକ ପ୍ରାଣୀ, ପ୍ରତ୍ୟେକ ମଣିଷ ଗୋଟେ ସାମାଜିକ ପ୍ରାଣୀ, ପ୍ରତ୍ୟେକ ମଣିଷ ମାନେ ସମସ୍ତଙ୍କ ମିଳିମିଶି ହିଁ ସମାଜ ଗଠନ ହେଇଛି। ତେଣୁକରି ସମସ୍ତଙ୍କ ସୁଖ ଓ ଦୁଃଖରେ ଅଂଶୀଦାର ହେବ, ସମସ୍ତଙ୍କ ସାହାଯ୍ୟ ସହଯୋଗ କରିବା, ଏଇଟା ପ୍ରତ୍ୟେକ ମଣିଷ ଗୋଟେ ନାଗରିକ କର୍ତ୍ତବ୍ୟ ଅଟେ। ଏଇଟା ଆମ ପୁରାଣ ଶାସ୍ତ୍ର, ଆମ ସନାତନ ଧର୍ମ ଲେଖା ହେଇଛି ଯେ ପ୍ରତ୍ୟେକ ସାହାଯ୍ୟ, ପରୋପକାର, ଦୟାଭାବ ରକ୍ଷା, ଏଇଟା ବହୁତ ଭଲ ମଣିଷ, ଗୋଟେ ମଣିଷ ସଚ୍ଚରିତ୍ର ଏସବୁ। ତେଣୁକରି ଆପଣ ଯଦି କିଛି ସୁଯୋଗ ମିଳୁଛି, ଯଦି କିଛି ଆମ ନିଜ ସମାଜ ପାଇଁ, ନିଜ ଦେଶ ପାଇଁ କିଛି କାର୍ଯ୍ୟ କରିବା ପାଇଁ, ତ ଆପଣ ନିହାତି କରନ୍ତୁ। ଏଇଟା ଆପଣ ଗୋଟେ ଗର୍ବ ଆଉ ଗୌରବର କଥା ହେବ। ତେଣୁକରି ସୁଜ୍ଞାନ ଆଡ଼କୁ ଯାଆନ୍ତୁ, କେଉଁ କାର୍ଯ୍ୟରେ ଲିପ୍ତ ନ ରହି ସୁଜ୍ଞାନକୁ ଦେଖନ୍ତୁ। କୌଣସି ଖରାପ ସଙ୍ଗତି ଏସବୁରେ ନ ରହିକି ଭଲ ସଙ୍ଗତି ଦିଅନ୍ତୁ, ଭଲ କଥା ଦେଖନ୍ତୁ, ଭଲ ବହି ପଢ଼ନ୍ତୁ। ବହି ଭିତରେ ବି ତ ଆଜିକାଲି ବହୁତ କିଛି ଅଲଗା ପ୍ରକାର ବହି ବି ଆସିଲାଣି, କିନ୍ତୁ ଭଲ ବହି ପଢ଼ନ୍ତୁ, ଭଲ ସଙ୍ଗତି ରୁହନ୍ତୁ, ଭଲ ଲୋକଙ୍କ ସହିତ ରୁହନ୍ତୁ, ଯାହାଫଳରେ ଆପଣଙ୍କ ଜୀବନ ବି ଭଲ ରହିବ। ଗୋଟେ ତ ମନେ ରଖନ୍ତୁ, ଭଲ ଲୋକ କେଉଁଠି ଖୋଜିଲେ ମିଳନ୍ତିନି, ନିଜକୁ ଭଲ ରଖିଲେ ଆପେ ଆପେ ଭଲ ହିଁ ହୋଇଯାଏ। ତେଣୁକରି ଆଗେ ନିଜକୁ ଭଲ ରଖନ୍ତୁ, ନିଜ ଜ୍ଞାନକୁ ଠିକ୍ ରଖନ୍ତୁ, ତାପରେ ଯାଇକି ଆପଣ ସଂସାରରେ ଆଉ କାହାକୁ ଭଲ ମଣିଷ ଖୋଜିବେ। ତେବେ ଯଦି ଆପଣ ଏଇଭଳି ସୁଜ୍ଞାନ ରଖିବେ, ଏଇଭଳି ଆଧ୍ୟାତ୍ମିକ ଜ୍ଞାନ ରଖିବେ, ଏଇଭଳି ଆପଣ ପ୍ରତ୍ୟେକ ଜିନିଷକୁ ବୁଝିବେ ଠିକ୍ସେ, ତେବେ ଯାଇକି ଆପଣମାନେ ଗୋଟେ ଭଲ ମଣିଷଟି ହେବେ। ଆଉ ଭଲ ମଣିଷଟି ଯେତେବେଳେ ଅନ୍ତରରୁ ଯେତେବେଳେ ଆପଣ ଭଲ ମଣିଷଟି ହେଇଯିବେ ନା, ସେତେବେଳେ ଦୈବୀ ଶକ୍ତି ଆପଣଙ୍କୁ ନିଶ୍ଚୟ ଆଶୀର୍ବାଦ ଦେବେ, ମା ନିଶ୍ଚୟ ତୁମକୁ ଆଶୀର୍ବାଦ ଦେବେ। ଆଉ ଆପଣଙ୍କ ଆଶୀର୍ବାଦ ଦେଲେ ଆପଣଙ୍କ ବାଣୀରେ ଗୋଟେ ଭଲ ଶୁଦ୍ଧତା ଆସିବ, ଆପଣଙ୍କ ଜ୍ଞାନ ବଢ଼ିବ, ଆପଣଙ୍କ ମାନ ସମ୍ମାନ ଇଜ୍ଜତ ସବୁକିଛି ବଢ଼ିବ। କାଳିଦାସ କଥା ମନେ ଅଛି ନା ଆପଣଙ୍କର? କାଳିଦାସ କାହାଣୀ ତ ଆପଣ ଜାଣିଥିବେ, ମହାନ କବି କାଳିଦାସ କଥା ତ ଆପଣ ଜାଣିଥିବେ। ଠିକ୍ ସେମିତି ନିଜକୁ ଅଜ୍ଞାନରୁ ବାହାରକୁ ଆଣି ଜ୍ଞାନର ପଥକୁ ଯାଆନ୍ତୁ। ଅନ୍ଧକାର ଭିତରେ ନିଜ ନ ରଖି ଆଲୋକର ପଥର ଆଡ଼େ ଯାଆନ୍ତୁ। ଆଉ ସେହି ଆଲୋକର ପଥ ଆପଣଙ୍କୁ ଜୀବନର ସବୁ କିଛି ଦେବ। କେବଳ ଆପଣଙ୍କ ଏଇ ଜନ୍ମ ନୁହଁ, ଆପଣଙ୍କ ପିଢ଼ି ପରେ ପିଢ଼ି, ଯେତେଟା ପିଢ଼ି ଆପଣଙ୍କ ଚାଲିବ ସେତେଟା ପିଢ଼ି ଆପଣଙ୍କ ନାଁ ସୁବର୍ଣ୍ଣ ଅକ୍ଷର ଲେଖାଯିବ। ତେବେ ଏଇ କଥା ହୁଏତ ଆପଣଙ୍କୁ ମୋର କଥା ଏତେ ବି ଆପଣ ଗ୍ରହଣ ନ କରିପାରନ୍ତି, କିନ୍ତୁ ହଁ, ଏହା ହିଁ ସତ୍ୟ। ଭଲ ଜ୍ଞାନ, ଭଲ କର୍ମ ଦ୍ୱାରା ଲୋକ ଯୁଗ ଯୁଗ ଧରି ମନେ ରଖନ୍ତି। ଇତିହାସରେ ବହୁତ ଲୋକ, ଆମେ ଆଜିକି 2026 ହେଲେଣି, ଫିର୍ ବି ଆମେ ଆଜି ପର୍ଯ୍ୟନ୍ତ ବହୁତ ପୂର୍ବ ଲୋକଙ୍କର ନାଁ ମନେ ରଖିଛେ, ବହୁତ ମହାନ କବି, ମହାନ ଲେଖକଙ୍କ ନାଁ କାହିଁକି ମନେ ରଖିଛେ, ଦେଶ ଯୋଦ୍ଧାମାନଙ୍କ ନାଁ କାହିଁକି ମନେ ରଖିଛେ, କାହିଁକିନା ସେମାନେ ସେମିତି କିଛି କାର୍ଯ୍ୟ କରିଛନ୍ତି ବୋଲି ଆମେ ମନେ ରଖିଛେ। ଠିକ୍ ସେମିତି ଯଦି ଆପଣଙ୍କୁ ଏଇ ଜନ୍ମରେ ଆପଣଙ୍କୁ କିଛି କରିବା ସୁଯୋଗ ମିଳୁଛି, ଏଇ ଜନ୍ମରେ ଆପଣ କିଛି କରିବାକୁ ଚାହୁଁଛନ୍ତି, ତେବେ ଏହା ହିଁ ଠିକ୍ ସୁଯୋଗ। ମାଆଙ୍କ ଆଶୀର୍ବାଦ ଦିଅନ୍ତୁ, ଆଉ ଆପଣ ଜୀବନକୁ ଭଲ କରିବାକୁ ଚେଷ୍ଟା କରନ୍ତୁ, ଭଲ ଜ୍ଞାନ ଆହରଣ କରନ୍ତୁ, ଆଉ ନିଜ ସହିତ ସମାଜକୁ ବି ମଧ୍ୟ ରକ୍ଷା କରନ୍ତୁ, ମଙ୍ଗଳ ବି କରନ୍ତୁ। ତେବେ ଭିଡ଼ିଓଟି ବହୁତ ଲଙ୍ଗ୍ ହେଇଯିବ, ତ ଆଜି ପାଇଁ ଭିଡ଼ିଓଟି ଏତିକି। ୱାନ୍ସ ଏଗେନ୍ ଆପଣଙ୍କୁ ସରସ୍ୱତୀ ପୂଜାର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ମା ସରସ୍ୱତୀ ଆପଣ ସବୁକିଛି ଦିଅନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମି। ଥ୍ୟାଙ୍କ ୟୁ।